ହେବା ପାଇଁ ମୁଁ ଭାଇରାଲ ହେବି ତ ମତେ ଜଣକୁ ଦାବିବାକୁ ପଡିବ। ତ ସେଇ ଜିନିଷଟା କରାଯାଉଛି, ନହେଲେ ତା ପଛରେ କିଛି ନାହିଁ, କିଛି ରହସ୍ୟ ନାହିଁ ତା ପଛରେ। ଜଣକୁ ଉପରକୁ ଯିବା ପାଇଁ ହେଲା ଆଉ ଜଣକୁ ତଳକୁ ଟାଣିବା, ଆଉ ତଳକୁ ଟାଣିକି ଉପରକୁ ସେମାନେ ଯିବା ପାଇଁ ଚେଷ୍ଟା କରୁଛନ୍ତି। କୌଣସି ୟୁଟ୍ୟୁବ ବାଲାଙ୍କର ଭୁଲ ନାହିଁ କି କୌଣସି ଆମର ସାଉଣ୍ଡ ଓନର ଭାଇଙ୍କର କୌଣସି ଭୁଲ ନାହିଁ, କୌଣସି ୟୁଟ୍ୟୁବ ଭାଇଙ୍କର ଭୁଲ ନାହିଁ, ଏଟା ମିଛ କଥା। ହାତୀ ବାଘ ଗୁଡା ରହୁଛନ୍ତି, ଆଉ ଯୋଉମାନେ ମାର୍କେଟରେ ଆସିକି କହୁଛନ୍ତି ହାତୀ ବାଘ ଗୁଡା, ତାହେଲେ ଜଙ୍ଗଲରେ ଯୋଉମାନେ ରହୁଛନ୍ତି ସେ ସବୁ ପୁରା ସାଉଣ୍ଡ, ସେମାନେ ହିଁ ସାଉଣ୍ଡ। ଯିଏ ବାଘ ଯୋଉ ଅଛି ଜଙ୍ଗଲରେ ତା ନା ଗୋଟେ ସାଉଣ୍ଡ ଦେଇଦେବା, ଆଇଦର ଏଇ ସାଉଣ୍ଡ ଗୁଡାକ ନେଇକି ଆମର ଯୋଉ ଅଭୟାରଣ୍ୟ ଅଛି ନହେଲେ ଯୋଉ ନନ୍ଦନକାନନ ଯୋଉରେ ଅଛି ସେଇଟା ନେଇକି ସାଉଣ୍ଡ ଗୁଡାକ ଥୋଇଦେବା, ସେମାନଙ୍କୁ ଆଣି ପକେଇବା ଜଙ୍ଗଲ। हेलो फ्रेंड्स, वेलकम टू माय यूट्यूब चैनल जय भाई मानू फाइनाल आम आसीना पहुँचाइलु बुढ़ा पंगे और जहाँकि जानते हैं आपण मैंने बी ओदर अच्छे आज आसूँ किसी होम टूर वीडियो आ भाई को भी किसी पचार आ चलते जा भाई को किसी पचार देखो सामने भी सेटअप अच्छी आ चलते जा भाई को किसी पचारिक बुझे फाइनाल आम तो बाहर वीडियो देखी आ चलते सामने आमर अच्छा भिकी भाई आ भिक्या भी किसी पचार कि कौन अपडेट रोचे कि कंट्रोवर्सी कौन ना भाई को पचारे भाई कौन डिटेल्स दौरान भाई केमती कौन अच्छा? जय जगन्नाथ भाई, केमती कौन अच्छा? भल अच्छी, तुम केमती अच्छ भाई? भाई भल पूरा आम तो जानी प्रोग्राम माने दी वर्ष है सेटअप आप चली 2 वर्ष माने 2 वर्ष किंतु पुराना सेटअप थिला, पुराना सेटअप से सेल होकी एबे नवा सेटअप बाहर नवा सेटअप एबे प्रोग्राम बंद अछि। किंतु भाई सेटअप आनिया पूर्व आपनकर साउंड लाइन ने बिजनेस थिला कि साउंड कोठे माने अलगा प्ले करथले कि अलगा कोन बिजनेस थिला कि जॉब फॉब कोन करथले? मैं पूर्व जॉब करूଥିଲି ଆଉ ସାଉଣ୍ଡ ଲାଇନ ପୂର୍ବରୁ ଆଉ ଯୋଉଟା କହିଲେ ସାଉଣ୍ଡ ସେଲ ହେଇନି ଆମର। ୟା ପୂର୍ବରୁ ଯୋଉ ସେଟଅପ ଥିଲା ମାନେ ପଛ ଡିଜାଇନ ଚେଞ୍ଜ ହେଇକି ସାଇଡ ଡିଜାଇନ ଆଉ ଥରେ କାମ ହେଇଛି, ସେଲ ହେଇନି ସାଉଣ୍ଡ। ଏଇଟା ସେଇ ଡିଜାଇନଟା ଖାଲି ଚେଞ୍ଜ ହେଇଛି, ଗାଡି ଯୋଉଟା ଏଇଟା ହେଇଛି। ୟା ପୂର୍ବରୁ ଯୋଉ ଡିଜି ଥିଲା ଗୋଟେ ଡିଜି ସେଲ ହେଇଛି, କିନ୍ତୁ ଗାଡି ସେଲ ହେଇନି, ସେଟଅପ ବି ସେଲ ହେଇନି, ଡିଜାଇନ ଚେଞ୍ଜ ହେଇଛି ଖାଲି। ଆଉ ୟା ପୂର୍ବରୁ ମୁଁ ଜବ୍ କରୁଥିଲି ଟାଟା ଷ୍ଟିଲ୍ ମେରାମଣ୍ଡଳରେ। ଆଉ ଏମିତି ସାଇଡ ବିଜନେସ୍ କହିଲେ ଗାଡି ଆମର ବସ୍କୁ ବୁଝାବୁଝି ସବୁ ଜିନିଷ ଚାଲିଥିଲା। ଭାଇ ମାନେ ଜବ୍ ତ କରୁଥିଲେ ନାହିଁ, ମୁଁ ଜବ୍ ଛାଡିକି ଗୋଟେ ସାଉଣ୍ଡ ବିଜନେସ ରେ ବସିବି, ସେ ବିଷୟରେ କଣ କେମିତି କଣ ହେଲା? ଦେଖ ଭାଇ, କହିବାକୁ ଗଲେ ବିଜନେସ୍ ଛୋଟ ହଉ ବା ବଡ ହଉ, ନିଜର ଓନ୍ ବିଜନେସଟା ସବୁବେଳେ ଭଲ। ଆମେ କଣ୍ଟ୍ରାକ୍ଚୁଆଲରେ ଥିଲୁ ତ ସେଇ ଜବ୍ ବି କେତେବେଳେ ଆମ ପାଇଁ ସିକ୍ୟୁର ନୁହଁ। ଆଜି ଅଛି କାଲି ସକାଳେ କଣ୍ଟ୍ରାକ୍ଟର କେତେବେଳେ ବନ୍ଦ ହେଇଗଲେ ବନ୍ଦ ବି ହେଇଯିବ। ତା ପୂର୍ବରୁ ନିଜର କିଛି ଗୋଟେ ବିଜନେସ୍ କରିବା ପାଇଁ, ତାପରେ ସାନ ଭାଇର ଇଚ୍ଛା ଥିଲା ବହୁତ ଏଇଟା ସେଟଅପ୍ କରିବା ପାଇଁ, ତ ଏଇ ହିସାବରେ ଆମେ କରିନେଇଛୁ। ଭାଇ ଆଗକୁ ମାନେ ଆମେ ଜାଣିଥିଲୁ ଯେ ଆପଣଙ୍କର ସେଟଅପ ଦିଟା ସେଟଅପ, ଗୋଟେ ସେଟଅପ ଥିଲା, ଗୋଟେ ସେଟଅପ ଇଏ ହେଇକି ଏବେ ନୂଆ ସେଟଅପ ହେଇଛି। ଏବେ ବି ପ୍ରୋଗ୍ରାମ ବନ୍ଦ ଅଛି, କିନ୍ତୁ ଜାଣିବାକୁ ପାଇଲେ ଆପଣଙ୍କର ସେଟଅପ ଏବେ କଣ କାମ ହଉଛି ବୋଲି ପବ୍ଲିକ ବି କହୁଥିଲେ, ଶୁଣୁଥିଲେ, କମେଣ୍ଟ କରୁଥିଲେ ନା ଆଉ ସେଟଅପ କାମ ହଉଛି। ଆଉ ଆପଣଙ୍କ ଗୋଟେ ଭିଡିଓରେ ପକେଇଥିଲେ ବି ନାହିଁ ଆମର ଏଇ 3 ତାରିଖ ଦିନ ଯାତ୍ରା ଅଛି ଆମର, ଆଉ ଯାତ୍ରାକୁ ଆମ ଆପଣ ସମସ୍ତଙ୍କୁ ଇନଭାଇଟ୍ ରହିଲା ଆସିବେ। ସମସ୍ତଙ୍କୁ ତ ଇନଭାଇଟ୍ ଦେଲା, ଆଉ ଥରେ ବି ଏଇ ଚ୍ୟାନେଲରେ ବି ଭାଇ ଚ୍ୟାନେଲରେ ବି କହିଦଉଛି ସମସ୍ତଙ୍କୁ ଯାତ୍ରାକୁ ଇନଭାଇଟ୍ ରହିଲା, ସମସ୍ତେ ନିହାତି ଆସିବେ, ଖୁବ ସାରା ଏନ୍ଜୟ କରିବା। ଆଉ ଭାଇ ଆମେ ଜାଣିବାକୁ ପାଇଲେ କିଛି ନୂଆ ସେଟଅପ ହଉଛି, ସେଟା କଣ ଭାଇ ସତ କି ମିଛ କି କଣ ଟିକେ ପ୍ରୋବ୍ଲେମ ଜଣେଇ ଦଉ? ନାଇଁ ଭାଇ, ସେଟଅପ ନୂଆ କହିଲେ ସେମିତି କିଛି ହଉନି। ଆକ୍ଚୁଆଲି ଆମର ଯୋଉ ଡିଜାଇନ ହେଇଥିଲା ଆମର लो बॉक्स जो रहुଛି, लो बॉक्स ଟା ୱେଟ୍ ଯୋଗୁ ହାଲକା ତଳକୁ ଦାବି ହେଇଯାଇଛି, ତ ସେଇଟାକୁ ନେଇକି ଆମେ ସେଇ ୱାର୍କଟାକୁ ରିୱାର୍କ କରୁଛୁ। ଏମିତି ଡିଜାଇନ ଚେଞ୍ଜ ହଉନି, କିଛି ନାହିଁ, ଏଟା ନୂଆ ଡିଜାଇନଟା ଯେହେତୁ ଅଛି ତ ସେମିତି କିଛି କାମ ନାହିଁ। ଖାଲି ଆମର ଯୋଉ ସପୋର୍ଟ ଗୁଡାକ ଦିଟା ସପୋର୍ଟ ବେଣ୍ଡ ହେଇଯାଇଛି, ଆଉ ଲାଇନେରୀର ଫ୍ରେମ୍ ଯୋଉ ଅଛି, ଲାଇନେରୀ ଫ୍ରେମ୍ର ଗୋଟେ ଷ୍ଟିଲ୍ ଫ୍ରେମ୍ରେ ସେଇଟା ଫାଟି ଯାଇଛି, ସେଇଟା ଲାଇନେରୀ ଉଠେଇକି ତାକୁ ଆଉ ଥରେ କାମ ହେବ, ଆଉ ଯୋଉ ସପୋର୍ଟ ଅଛି ଚେଞ୍ଜ କରିକି ନୂଆ ସପୋର୍ଟ ହେଉଛି, ସେତିକି, ଆଉ କିଛି କାମ ହିଁ ନାହିଁ। ଅପଡେଟ୍ କିଛି ସେମିତି କଲେ ନାହିଁ, ଯାତ୍ରାକୁ ଦେଖିବା, କିଛି ତ ଏବେ ମାଇଣ୍ଡ ସେଟଅପ୍ ହେଇନି, ଏବେ ବି କିଛି ହେଇପାରେ। ଗଣେଶ ପୂଜାକୁ ନୂଆ ସେଟଅପ ଆସିପାରେ? ହଁ ନିହାତି, ଗଣେଶ ପୂଜାକୁ ତ ନିହାତି ନୂଆ ସେଟଅପ୍ ଆସିବ। ସେଟଅପ୍ କଥା କହିପାରିବିନି, ଗାଡି କିଛି ନା କିଛି ଚେଞ୍ଜ ହବ। ଭାଇଙ୍କର ତ ଜାଣିଲେ। ଆଉ ଭାଇ ଆମେ ଯୋଉ ମାନେ ଯେତେ ବି ଭିଡିଓ ପଡୁଛି ଆଜିକାଲି, ଯୋଉ ପବ୍ଲିକ କହୁଛନ୍ତି ଚୁଙ୍ଗା ବିନା ଚୁଙ୍ଗା, ତାପରେ ଏଠୁ ପ୍ରେସର ମିଡ, ସେ ବିଷୟରେ ଟିକେ ପବ୍ଲିକ ରୁ ଜଣେଇ ଦିଅନ୍ତୁ କଣ?
ଚୁଙ୍ଗା ବିନା ଚୁଙ୍ଗା ପ୍ରେସର ମିଡି ସେସବୁ କହିଲେ ସେ ଗୋଟେ ଜିନିଷ। ଆଉ ଯେମିତିକି ଯଦି ଏକ୍ଜାମ୍ପଲ ଦିଆଯିବ, ଏଇସବୁ ଜିନିଷ ପଛରେ କୌଣସି ପ୍ରକାର ରହସ୍ୟ ନାହିଁ। ଏଇଟା ଭାଇରାଲ ହେବା ପାଇଁ ମୁଁ ଭାଇରାଲ ହେବି ତ ମୋତେ ଜଣକୁ ଦାବିବାକୁ ପଡ଼ିବ, ତ ସେଇ ଜିନିଷଟା କରାଯାଉଛି, ନହେଲେ ତା ପଛରେ କିଛି ନାହିଁ। ଏମିତି ଭାବିବ ବୋଧେ ଅନେକ, ନ ଭାବିଲେ କିଛି ନାହିଁ। ତମେ ଯେତିକି ଭାବୁଥିବ କଥାଟାକୁ ଭାବି ବହୁତ କଥା ଭାବୁଥିବ। ଯଦି ଭାବିବ ଯେ ଏଇ ଜିନିଷଟା କିଛି ନୁହେଁ, ତାହେଲେ ସେ ଜିନିଷଟା ବି କିଛି ନୁହେଁ। ତ ସେଇ ଜିନିଷଟା ଜଣେ ଲୋକଙ୍କୁ ଉପରକୁ ହାଇଟକୁ ଉଠେଇବା ପାଇଁ ହେଲେ ଆଉ ଜଣେ ଲୋକକୁ ପୁଣି ଯୋଉ ଜାଗାରେ ଅଛି ତାକୁ ବ୍ରେକ୍ କରିବାକୁ ପଡ଼ିବ। ତ ସେଇଥିପାଇଁ ଏମାନେ ସବୁ ଯେତେ ସବୁ ସାଉଣ୍ଡ ଅନର କର ଏସବୁ ଚାଲ, ନହେଲେ ଆଉ କିଛି ନାହିଁ। ଏଥିରେ କୌଣସି ପବ୍ଲିକ ନୁହେଁ କି କୌଣସି ୟୁଟ୍ୟୁବର ବାଲା ନୁହେଁ, କୌଣସି କାହାକୁ ମୁଁ ତ ସେଥିରେ ଇନଭଲ୍ଭ କରିପାରିବିନି। ମୁଁ ବି କହିପାରିବିନି ଯେ ଏଇ ଜିନିଷଟା ହଉଛି। ଫ୍ୟାକ୍ଟ କଥା ହଉଛି ଏଇଟା ଯେ ଜଣେ ଉପରକୁ ଉଠିବା ପାଇଁ ଆଉ ଜଣକୁ ତଳକୁ ଗୋଡ଼ ଟାଣୁଛି, ତାର ଏଇଟା ଜବରଦସ୍ତି ଟାଣା ଯାଉଛି, ନହେଲେ ଆଉ କିଛି ନାହିଁ। ଏଇଆ ହଉଛି କଥା। ସେ ଯେକୌଣସି ବି ତମେ ଯିଏ ଯୋଉ ଲାଇନରେ ବି ଅଛି, ସେ ଆଉ ଜଣକୁ ଯେମିତି ସପୋଜ ଭାବିନିଅ ଜଣେ ମ୍ୟାନେଜର ଅଛି, ସିଏ ଜଣେ ମ୍ୟାନେଜର ହେବା ପାଇଁ ତା ଉପର ଅଫିସରକୁ ହେଇଭଳିଆ ତା ନାଁରେ ସବୁ କିଛି କହିବାକୁ ପଡ଼ିବ। କହିଲା ପରେ ଆଜିକାଲି ତ ବେପାର ସବୁ ଏଇ ଟାଇପର ଚାଲିଛି। ସେଇ ଜିନିଷ କିନ୍ତୁ ଆଉ କିଛି ରହସ୍ୟ ନାହିଁ ତା ପଛରେ। ଜଣକୁ ଉପରକୁ ଯିବା ପାଇଁ ହେଲା ଆଉ ଜଣକୁ ତଳକୁ ଟାଣିବା, ଆଉ ତଳକୁ ଟାଣିକି ଉପରକୁ ସେମାନେ ଯିବା ପାଇଁ ଚେଷ୍ଟା କରୁ। ଆଉ ଭାଇ କଣ୍ଟ୍ରୋଭର୍ସି ଯୋଉ ହଉଛି, ସେ କଣ୍ଟ୍ରୋଭର୍ସିର ରିଜିନ କ'ଣ ଅଛି ଟିକେ କହ? କଣ୍ଟ୍ରୋଭର୍ସି ବି ସେଇ ସେମ୍ ଜିନିଷ। କଣ୍ଟ୍ରୋଭର୍ସି କରିକି ଉପରକୁ ଖାଲି ହାଇଲାଇଟ୍ ହବା, ନହେଲେ ଆଉ କିଛି କଥା ନାହିଁ। କିଏ କେବେ କଣ୍ଟ୍ରୋଭର୍ସି କରି କିଏ କେବେ ମାଡ଼ପିଟି ହେଇଗଲାଣି? କେହି କେବେ କାହାର ଦମ ନାହିଁ, କିଏ କାହାକୁ ଯୋଉ କଥାବାର୍ତ୍ତା କରୁଛନ୍ତି କାହା ସାମ୍ନାରେ କେହି କଥା କହିପାରିବେ। ଭିଡ଼ିଓ ମାଧ୍ୟମରେ ଜଣାଉଛନ୍ତି ଯେ ଆମେ ଏଇଟା ସବୁ କରିପକାଉ, ଏଟା କରିପକାଉ, ଏଟା କରିପକାଉ, କେହି କାହାର କେହି କିଛି କରିପାରିବେନି। ଏଇ ଜିନିଷ କଣ୍ଟ୍ରୋଭର୍ସି କରିଦେଲେ, ଏଇ କଣ୍ଟ୍ରୋଭର୍ସି ମାଧ୍ୟମରେ ଭିଡ଼ିଓଟା ଭାଇରାଲ ହବ। ଭିଡ଼ିଓ ଭାଇରାଲ ହେଲେ ଆମ ସେଟଅପ୍ ଗୁଡ଼ାକୁ ଟିକେ ନାଁକୁ ପଳେଇବ। ଏଇ ଜିନିଷ ପାଇଁ କଣ୍ଟ୍ରୋଭର୍ସି କରୁଛନ୍ତି, ନହେଲେ କଣ୍ଟ୍ରୋଭର୍ସି ନାହିଁ। କଣ୍ଟ୍ରୋଭର୍ସି ଯିଏ କରୁଛି ଉପରକୁ ଯାଉଛି, ସେ ତାର ଉପରକୁ ଯାଉଛି। ଆମର ତ ସେଇ ଜିନିଷରେ ପଶିବାର ହିଁ ନାହିଁ। ଭାଇ ଆମେ ଦେଖୁଛୁ ଏବେ ବି କିଛିଟା ଭିଡ଼ିଓରେ ବି ଦେଖୁଛୁ, ଭାଇ କହୁଛନ୍ତି ଯେ ମାନେ ଭିଡ଼ିଓ କଲା ଟାଇମରେ ବି କହୁଛନ୍ତି ନା କଣ୍ଟ୍ରୋଭର୍ସି ପାଇଁ ଭାଇ ୟୁଟ୍ୟୁବର ମାନେ ଦାୟୀ। ସେ ବିଷୟରେ ଟିକେ ପ୍ରୋବ୍ଲେମ ଟିକେ ଜଣାନ୍ତୁ। ବୁଝିପାରିଲେନି? ମାନେ ଯୋଉ ଆମେ ଯେତେ ବି ଯାଉଛନ୍ତି ସବୁ ହୋମ ଟୁର ଭିଡ଼ିଓ ମାରି ସାଉଣ୍ଡର ମାନଙ୍କୁ ହୋମ ଟୁର ଆସୁଛି ଅଲଗା ଚ୍ୟାନେଲ। ଆମେ ତ ଭାଇ ଫାଷ୍ଟ ଟାଇମ ଆପଣଙ୍କ ଠିକି ଆସୁଛୁ, ଆମ ଚ୍ୟାନେଲ ଅଲଗା କିଛି ହୋମ ଟୁର ଆସିନି ବି, କିଛିଟା 2-3ଟା ସେଟଅପ୍ ଆସିଥିଲା, କିନ୍ତୁ ଫାଷ୍ଟ ଟାଇମ ଆପଣଙ୍କ ପାଇଁ ଆସୁଛୁ। କିନ୍ତୁ ଭିଡ଼ିଓ ମାଧ୍ୟମରେ ଆମେ ଦେଖୁଛେ ମାନେ ସାଉଣ୍ଡର ମାନେ କହୁଛନ୍ତି ଯେ ମାନେ ୟୁଟ୍ୟୁବର ମାନଙ୍କ ପାଇଁ କଣ୍ଟ୍ରୋଭର୍ସି ଷ୍ଟାର୍ଟ ହଉଛି, ସେ ବିଷୟରେ ଟିକେ ପବ୍ଲିକ ଜଣାନ୍ତୁ। ଦେଖନ୍ତୁ, ଜିନିଷଟା ମୁଁ କହୁଛି ଯୋଉ ଜିନିଷଟା ଏ ପୂର୍ବରୁ ବି କହୁଥିଲି, ମୁଁ କହିଲି ବା ଯଦି ଆମେ ଭାବିବା ଗୋଟେ ଜିନିଷକୁ ନେଇକି ବାରମ୍ବାର ରିପିଟ କରିବା, ବାରମ୍ବାର ଗୋଟେ ଜିନିଷକୁ ଭାବିବା, ତାହେଲେ ହେଇ ଜିନିଷଟା ଆହୁରି ଉପରକୁ କଥାଟା ଉଠିବ। ଯଦି ଆମେ ଚାହିଁବା ସେଟା ଜିନିଷଟା କିଛି ନୁହେଁ, ତାହେଲେ ସେ ଜିନିଷଟା ବି କିଛି ନୁହେଁ। ଯଦି ମୁଁ ଚାହିଁବି ଗୋଟେ ୟୁଟ୍ୟୁବରକୁ ନେଇକି କହିବି, ତାହେଲେ ୟୁଟ୍ୟୁବର ଉପରକୁ ଦୋଷଟା ଯିବ। କାଲି ସକାଳେ ପୁଣି ଚିନ୍ତା କରିବି ଯେ ନାଇଁ ସେଟା ୟୁଟ୍ୟୁବର ମାନଙ୍କ ପାଇଁ ହଉଛି। ବୁଝିପାରିଲ କି ନା? ପୁଣି ମାଇଣ୍ଡଟା ହେଇଠି ଗଲା। ମୁଁ ଚାହିଁବି ପୁଣି ନାହିଁ ମୁଁ ଯିବା ପଛରେ ଅଲଗା କୋଉ ସାଉଣ୍ଡ ବାଲା ସବୁ ଏଇଭଳିଆ ପ୍ରୋବ୍ଲେମ କରୁଛନ୍ତି, ପୁଣି ମାଇଣ୍ଡଟା ସାଉଣ୍ଡ ବାଲାଙ୍କ ପ୍ରତି ଯିବ। ତ କେହି କାହାର ନୁହେଁ, ନିଜେ ଯଦି ଆମେ ଠିକ ରହିବା ସବୁ ଜିନିଷ ଠିକ। କୌଣସି ୟୁଟ୍ୟୁବ ବାଲାର ଭୁଲ ନାହିଁ କି କୌଣସି ସାଉଣ୍ଡ ବାଲାର ଭୁଲ ନାହିଁ। ନିଜେ ନିଜକୁ ମୁଁ ବା କହୁଛି, ଆମେ ନିଜକୁ ଉପରକୁ ଉଠିବା ବେଳେ ଆଉ ଜଣଙ୍କର ନିଜେ ଗୋଡ଼ ଟାଣୁଛେ ଯେ ମୁଁ କେମିତି ଯାଏ ଏ ଜାଗାଟାକୁ ମୁଁ କେମିତି କଭର କରିବି, ସେଇଟା କରିକି ଏଟାକୁ ଏମିତି କରିଦେବି, ଏଇଟା ଇଏ କରିଦେବି, ସେ କରିଦେବି। କିନ୍ତୁ କୌଣସି ୟୁଟ୍ୟୁବ ବାଲାଙ୍କର ଭୁଲ ନାହିଁ କି କୌଣସି ଆମର ସାଉଣ୍ଡ ଓନର ଭାଇଙ୍କର କୌଣସି ଭୁଲ ନାହିଁ, କୌଣସି ୟୁଟ୍ୟୁବ ଭାଇଙ୍କର ଭୁଲ ନାହିଁ। ଏଟା ମିଛ କଥା। ଆମେ ଜାଣୁଛନ୍ତି ଏତେ ଏବେ ଆପଣଙ୍କର ବହୁତ ସାରା ପ୍ରୋଗ୍ରାମ ହେଇଛି, ମାନେ ପୁରୁଣା ସେଟଅପ୍ ଥିଲା, ଓଲ୍ଡ ସେଟଅପ୍, ସେଥିରେ ବି କିଛି ପ୍ରୋଗ୍ରାମ ହେଇଛି। ସେଥିରେ ତ ଭାଇ କିଛି କମ୍ପିଟିସନ ଭାଇ ପ୍ରୋଗ୍ରାମ ପ୍ରୋଫେସନାଲ ପୁରା ଚାଲିଥିଲା ପ୍ରୋଗ୍ରାମ, କିନ୍ତୁ ଏଇ ସେଟଅପରେ ପ୍ରୋଫେସନାଲ ପୁରା ପ୍ରୋଗ୍ରାମ ଚାଲିଥିଲା। କିନ୍ତୁ ଏବେ ରିସେଣ୍ଟଲି ମିନିମମ 10-12ଟି ପ୍ରୋଗ୍ରାମ ହେଇଥିବ କମ୍ପିଟିସନ ଉପରେ ହେଇଛି। ସେ କମ୍ପିଟିସନ ଜାଗା ଉପରକୁ ଆପଣ ଯାଇନା କମ୍ପିଟିସନ ପ୍ରୋଗ୍ରାମ ବି କରିଛନ୍ତି, କିନ୍ତୁ ଭାଇ କୋଉ ଜାଗାକୁ ଏମିତି ଯାଇଛନ୍ତି ଯେ ନାଇଁ ମୁଁ ଏଇ ଜାଗାକୁ ମାନେ ଆଜି ଯାଇଛି ମାନେ ପରଫମାନ୍ସ ଭଲ ଦେଖେଇବି, ମୋ ମାନେ ସମସ୍ତଙ୍କଠୁ ମାନେ ଆଜି ମୁଁ ନମ୍ବର 1 ରହିକି ଆସିବି ବୋଲି, ଏବେ କିନ୍ତୁ ଫିଲିଂ ହେଇନି ପଡିଆ ଉପରେ? ଫିଲିଙ୍ଗସ୍ ସେମିତି କହିଲେ ଦେଖ ଭାଇ, ଜାଗା ଉପରକୁ ଗଲା ପରେ ଯାହା ଜିନିଷ ଜଣା ପଡେ।
ଏମିତି ତ ମୁଁ ଆଗୁଆ କିଛି କହିପାରିନି। ଏ ହେଉଛି ଇଲେକ୍ଟ୍ରୋନିକ୍ସ ଜିନିଷ ଭାଇ। ମୁଁ 100% କନଫିଡେନ୍ସ ଦେଇକି ଯିବି। ମାନି ନିଅନ୍ତୁ ସପୋଜ ମୋର ଡିଜି ଷ୍ଟାର୍ଟ ହଉନି, ଇଲେକ୍ଟ୍ରିକାଲ ଫଲ୍ଟ, ସେଠି ତ ଆଉ କିଛି କହିପାରିବିନି। ତ ସେମିତି କନଫିଡେନ୍ସ ଏମିତି ବି ନୁହେଁ ଯେ ଲୋ କର, କନଫିଡେନ୍ସ ଏମିତି ନୁହେଁ ଯେ ହାଇ କର। ଓଭର କନଫିଡେନ୍ସ ନାହିଁ କି ଡାଉନ୍ ବି ନାହିଁ, ମିଡ଼ିୟମରେ ସେମିତି ଥାଏ। ଆଉ ଗୋଟେ କଥା ହେଲା, ଯେକୌଣସି ବି ଜାଗା ଉପରକୁ ଆମେ ଯିବା, ଯେ ଚେଷ୍ଟା କରିବା ଯେ ଆମର ପ୍ରୋଗ୍ରାମଟା ଫାଷ୍ଟରୁ ଯେମିତି ମୁଁ ପରଫର୍ମାନ୍ସ ଦେବି, ଲାଷ୍ଟ ଯାଏଁ ସେମିତି ଏଣ୍ଡିଂ ବି ସେଇ ଟାଇପର। ଆଉ ପ୍ରଥମରୁ ଯିବି ଘୁଁ ଘାଁ ଚୁମ୍ ଚାମ୍ ମୁଡ଼ିଦେବି, ମଝି ବେଳକୁ ଆଉ କିଛି ନଥିବ, ଶେଷ ବେଳକୁ ଶେଷ। ସବୁବେଳେ ଆମେ ଫଲୋ କରିବା ଯେ ପ୍ରଥମରୁ ଆମେ ଯୋଉ ପରଫର୍ମାନ୍ସ ଦଉଛେ ଶେଷ ଯାଏଁ ସେଇ ପରଫର୍ମାନ୍ସ ଦବା। ଭାଇ ସେଟଅପ୍ ଏତେ ପ୍ରୋଗ୍ରାମ ହେଇଛି, ମାନେ ଦୂର ବାଟ ବି ଯାଇଛନ୍ତି ଭାଇ, କୋଉ ଜାଗାରେ ଏମିତି ପ୍ରୋବ୍ଲେମ ଫେସ୍ କରିନାହାନ୍ତି କି ପ୍ରୋଗ୍ରାମ ଯାଇଛନ୍ତି, ପ୍ରୋଗ୍ରାମ ଷ୍ଟାର୍ଟିଂ ରୁ ଭାଇ ସାଉଣ୍ଡ ମାନେ ଇଲେକ୍ଟ୍ରିକାଲ ଫଲ୍ଟ ହବା ବିଷୟରେ, ସେ ବିଷୟରେ? ଇଲେକ୍ଟ୍ରିକାଲ ଫଲ୍ଟ କହିଲେ ଏବେ ଗଦାଧରପୁରରେ ଆମର ଯୋଉ କମ୍ପିଟିସନ ପ୍ରୋଗ୍ରାମ ଚାଲିଛି, ସଡନ ଆମର ଡିଏସପି ରୁ ସର୍ଟ ସାର୍କିଟ ହେଇକି ଡିଏସପି ପ୍ରୋବ୍ଲେମ ହେଲା। ଆମର ଅପସନାଲ ଗୋଟେ ଡିଏସପି ଥିଲା ବୋଲି ଆମେ ସେଦିନ ପ୍ରୋଗ୍ରାମ କଲୁ, ନାଇଁ ତ ପ୍ରୋବ୍ଲେମ କ୍ୟାନସେଲ କରିବାକୁ ପଡ଼ିଥାନ୍ତା। ଆଉ ଅଲଗା କୋଉଠି କିଛି ହେଇନି? ଅଲଗା ସେମିତି କଲେ ଇଲେକ୍ଟ୍ରୋନିକ ଜିନିଷ ମାନେ କୋଉଠି କିଛି ନହେଲେ ପ୍ରୋଗ୍ରାମ ତ କ୍ୟାନ ହେଲା ଛୋଟ ବହୁତ ହବ। ତାପରେ ବି ମୋ ଭାଇ ଯେହେତୁ ଅଛି ଇଲେକ୍ଟ୍ରିକାଲ ଉପରେ, ପ୍ରୋଗ୍ରାମରେ ଯେକୌଣସି ବି ଛୋଟ ମୋଟ ଫଲ୍ଟ ହୁଏ, ସେ ପ୍ରୋଗ୍ରାମ ଚାଲିଥିବ, ସେ ଭିତରେ ମ୍ୟାନେଜ ହେଇଯାଏ। 5 ରୁ 10 ମିନିଟ୍ ଟାଇମ୍ ଲାଗେ। ଆଉ ଯୋଉ ଜିନିଷଟା ଧର ସପୋଜ ପୁରା ସାଉଣ୍ଡ ପୁରା ବନ୍ଦ କରିବାକୁ ପଡୁଛି, ଯୋଉ ପ୍ରୋବ୍ଲେମଟା ହେଲା, ସେ ପ୍ରୋବ୍ଲେମରେ 15-20 ମିନିଟ୍ ପୁଣି ଭାଇମାନେ ଆମକୁ ସପୋର୍ଟ କରିବା ଦରକାର। ଯେ କମିଟି ମେମ୍ବର ଯେ ନିହାତି 15 ମିନିଟ୍ ତ ଗୋଟେ ଜିନିଷଟେ 15 ମିନିଟ୍ 20 ମିନିଟ୍ ନିହାତି ବି ଲାଗିବ ନା ନାଇଁ, ଚେକ୍ କୋଉ ଜାଗାରୁ କଣ ହେଇଛି, ଇଲେକ୍ଟ୍ରୋନିକ ଜିନିଷ ଭାଇ। ଆଉ ଏଇ ଜାଗାରେ ନୁହେଁ ଯେ ନାଇଁ ଏଇ ଫଲ୍ଟଟା ଏଠି ପୁରା ନମ୍ବର ଲେଖା ହେଇଛି, ଏଇ ଫଲ୍ଟଟା ଏଇଠି ଅଛି। କିଛି ବି ଫଲ୍ଟ ଅଛି ଧରା ପଡ଼ିଯିବ, କିଛି ଫଲ୍ଟ ଅଛି ଧରା ପଡ଼ିବନି। ତ 15-20 ମିନିଟ୍ ଯଦି ସେଇଭଳିଆ ସପୋର୍ଟ କରିବେ ତାହେଲେ ଆରାମସେ ହେଇଯିବ। ସେଇଭଳିଆ ପ୍ରୋବ୍ଲେମ ଗୋଟେ ଥର ହେଇଥିଲା, ପ୍ରୋଗ୍ରାମ ଚାଲିଥିଲା ଆମର ଏଇ ଢେଙ୍କାନାଳ ସାଇଡ୍ ଗୋଟେ ପ୍ରୋଗ୍ରାମ ଚାଲିଥିଲା ଆମର, ଗାଁ ନା ମନେ ପଡୁନି। ପ୍ରୋଗ୍ରାମ ସରିବାର ଆଉ 15-20 ମିନିଟ୍ ଅଛି, ମାନେ 10ଟା ବାଜେ ଆଉ 20-25 ମିନିଟ୍ ଅଛି, ତା ପୂର୍ବରୁ ଏଇଭଳିଆ ଫଲ୍ଟ ହେଲା। ତ ସେଇଭଳିଆ ଭାଇମାନଙ୍କୁ କୁହାହେଲା କି 15 ମିନିଟ୍ ଟାଇମ୍ ଦିଅନ୍ତୁ, ଆଉ 15 ମିନିଟ୍ ଭିତରେ ଦେଖୁଛୁ ଆମେ ଯାହା ହେଲେ କରୁ। ତ 10 ମିନିଟ୍ ଲାଗିଲା, 10 ମିନିଟ୍ରେ ଆମେ କ୍ଲିୟର କରି ପୁଣି ପ୍ରୋଗ୍ରାମ ଆରମ୍ଭ କଲୁ। ସେମିତି କିଛି କହିହେବନି ଭାଇ। ଭାଇ ହାତୀ ବାଘ ଘୋଡାକୁ ଆମେ ଯୋଉ କହୁଛନ୍ତି, ମାନେ ଯେତେ ସବୁ ସୋସିଆଲ ମିଡିଆରେ କାଲି ଚାଲିଛି, ସେ ବିଷୟରେ ନା ଟିକେ କଣ କହିନ୍ତୁ? ହାତୀ ବାଘ ଘୋଡା ୟା ପୂର୍ବ ଭିଡିଓରେ ବି ଜଣେ ଭାଇର ଇଣ୍ଟରଭ୍ୟୁରେ ମୁଁ କହିଥିଲି, ହାତୀ ଜାଗାରେ, ବାଘ ଜାଗାରେ, ସିଂହ ଜାଗାରେ। ହାତୀ ବାଘ ଘୋଡା କୌଣସି ସାଉଣ୍ଡ ନୁହେଁ, କୌଣସି ସାଉଣ୍ଡ ଯାଇକି ଜଙ୍ଗଲରେ ରହୁନି। ଜଙ୍ଗଲରେ ହାତୀ ବାଘ ଘୋଡା ରହୁଛନ୍ତି। ଆଉ ଯୋଉମାନେ ମାର୍କେଟରେ ଆସିକି କହୁଛନ୍ତି ହାତୀ ବାଘ ଘୋଡା, ତାହେଲେ ଜଙ୍ଗଲରେ ଯୋଉମାନେ ରହୁଛନ୍ତି ସେ ସବୁ ପୁରା ସାଉଣ୍ଡ, ସେମାନେ ହିଁ ସାଉଣ୍ଡ। ଯିଏ ବାଘ ଯୋଉ ଅଛି ଜଙ୍ଗଲରେ, ତା ନା ଗୋଟେ ସାଉଣ୍ଡ ଦେଇଦେବା। ଆଇଦର ଏଇ ସାଉଣ୍ଡ ଗୁଡାକ ନେଇକି ଆମର ଯୋଉ ଅଭୟାରଣ୍ୟ ଅଛି, ନହେଲେ ଯୋଉ ନନ୍ଦନକାନନ ଯୋଉରେ ଅଛି, ସେଇଟା ନେଇକି ସାଉଣ୍ଡ ଗୁଡାକ ଥୋଇଦେବା, ସେମାନଙ୍କୁ ଆଣି ପକେଇବା ଜଙ୍ଗଲ। ସେଇଗୁଡା ହେଲେ ବି ଲୋକ ସାଉଣ୍ଡ ବୋଲି ଜାଣିବେ। ଆଉ ଭାଇ ଏତେ ତ କହିସାରିଲା ଭାଇ, ଆଉ ଆମର ଯେତେ ପ୍ରୋଗ୍ରାମ ଅଛି, ପ୍ରୋଗ୍ରାମ ତ ଆଗକୁ ବି ଅଛି। ଆଉ ଭାଇ ଭିଡ ତ ବେଶୀ ଲମ୍ବା କରିବାନି। ଆଉ ଭାଇ ଆପଣଙ୍କୁ ତ ତାଙ୍କ ଯାତ୍ରାକୁ ଭାଇ ଇନଭାଇଟ ସମସ୍ତଙ୍କୁ କରିଛନ୍ତି। ସମସ୍ତଙ୍କୁ ଭାଇ ଇନଭାଇଟ ରହିଲା, ସମସ୍ତେ ଆସିବେ ଯାତ୍ରା। ଆଉ ଭାଇ ପବ୍ଲିକ ଆମକୁ କହିଦିଅନ୍ତୁ ଟିକେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ ଟିକେ କରିବା ପାଇଁ। ହଁ, ପବ୍ଲିକ ସମସ୍ତଙ୍କୁ କହୁଛି ଭାଇ, ଆମର ଭାଇର ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ ସମସ୍ତେ କରନ୍ତୁ। ମୁଁ ବି ସପୋର୍ଟ କରୁଛି, ତମେ ବି ସପୋର୍ଟ କର। ଭାଇ ଜୟ ଜଗନ୍ନାଥ, ଏତିକିରେ ଭିଡିଓ ଏଣ୍ଡ କରୁଛୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ।